ସୁସ୍ଥ ନାରୀ ସମ୍ପୂର୍ଣ୍ଣ ବିକଶିତ ଭାରତ। ଯେତେବେଳେ ସୁସ୍ଥ ରହିବେ ପ୍ରତ୍ୟେକ ନାରୀ, ସେତେବେଳେ ସମ୍ପୂର୍ଣ୍ଣ ହେବ ବିକଶିତ ଭାରତର ପ୍ରସ୍ତୁତି। ବନ୍ଧୁଗଣ, ଜାତୀୟ ସ୍ତରୀୟ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ସେବା ପ୍ରଦାନ ଅଭିଯାନରେ ଆରମ୍ଭ ହେବାକୁ ଯାଉଅଛି ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ। ଏହି ଅବସରରେ ଆସନ୍ତା ସେପ୍ଟେମ୍ବର 19 ତାରିଖ ଶୁକ୍ରବାର ଦିନ ଆମ ଉପଖଣ୍ଡ ଚିକିତ୍ସାଳୟ 8 ମଲ୍ଲିକ ପରିସରରେ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହେବାକୁ ଯାଉଅଛି। ଏହି ସ୍ୱାସ୍ଥ୍ୟ ଶିବିରରେ ବିଭିନ୍ନ ବର୍ଗର ବିଶେଷଜ୍ଞ ଉପସ୍ଥିତ ରହି ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବେ, ଯଥା ଭେଷଜ ବିଭାଗ, ସ୍ତ୍ରୀ ଓ ପ୍ରସୂତି ବିଭାଗ, ଶିଶୁ ବିଭାଗ, ଅସ୍ଥି ଶଲ୍ୟ ବିଭାଗ, ଚକ୍ଷୁ ବିଭାଗ, ଦନ୍ତ ବିଭାଗ, ମାନସିକ ରୋଗ ବିଭାଗ। ଅଭିଯାନର ହିତାଧିକାରୀମାନେ ହେଉଛନ୍ତି ନବଜାତ କନ୍ୟା, ଶିଶୁ କନ୍ୟା, କିଶୋରୀ ବାଳିକା, ଗର୍ଭବତୀ ମା ଏବଂ ପ୍ରସୂତି ମା, ସମସ୍ତ ବର୍ଗର ମହିଳା, ବରିଷ୍ଠ ମହିଳାମାନଙ୍କୁ ଅଗ୍ରାଧିକାରରେ ସେବା ପ୍ରଦାନ କରାଯିବ। ଅଭିଯାନର ମୁଖ୍ୟ କାର୍ଯ୍ୟକ୍ରମ ହେଉଛି ଅଣସଂକ୍ରାମକ ରୋଗର ପରୀକ୍ଷା, ଯକ୍ଷ୍ମା ରୋଗର ପରୀକ୍ଷା, ରକ୍ତହୀନତା ପରୀକ୍ଷା, ରକ୍ତ ଶିକୁଳି ଏବଂ ଥାଲାସେମିଆ ରୋଗର ପରୀକ୍ଷା, ଗର୍ଭାବସ୍ଥାର ପରୀକ୍ଷା, ବୟସ ଅନୁଯାୟୀ ଉପଯୁକ୍ତ ଟିକାକରଣ, ସ୍ୱେଚ୍ଛାକୃତ ରକ୍ତଦାନ ଶିବିର। ଭୁଲିବେ ନାହିଁ, ସାଥିରେ ନିଜର ଆଧାର କାର୍ଡ଼ କିମ୍ବା ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା କାର୍ଡ଼ଟିକୁ ଆଣିବା ପାଇଁ ଆପଣମାନଙ୍କୁ ଅନୁରୋଧ। ମନେ ରଖନ୍ତୁ, ସେପ୍ଟେମ୍ବର 19 ତାରିଖ ଶୁକ୍ରବାର, ସ୍ଥାନ ଉପଖଣ୍ଡ ଚିକିତ୍ସାଳୟ 8 ମଲ୍ଲିକ। ଆପଣମାନଙ୍କର ସହଯୋଗ ଆମର ସେବା ପ୍ରଦାନ ଦିଗରେ ନିଶ୍ଚୟ ସହାୟକ ହେବ। ଧନ୍ୟବାଦ।